ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର। ଦର୍ଶକ ବନ୍ଧୁ, ଆପଣ ଶୁଣିଥିବେ ନ୍ୟୁଜ୍ରୁ କି ଜଣେ ଉପଜିଲ୍ଲାପାଳଙ୍କୁ ଏହି ଝିଅ ଜଣଙ୍କର ନାଚ ଦେଖିଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ ଅର୍ଥାତ୍ ସସ୍ପେଣ୍ଡ କରାଯାଇଛି, ଯାହା ଏକ ବାସ୍ତବିକ ଭଲ ପଦକ୍ଷେପ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଦର୍ଶକ ବନ୍ଧୁ, ମୋ କହିବା କଥା ହେଉଛି କି କ'ଣ ସତରେ ଏଇ ଗୋଟିଏ ଉପଜିଲ୍ଲାପାଳ, ଏଇ ଗୋଟିଏ ଅଫିସର ହିଁ ଏହିସବୁ ଖରାପ ନାଚ ଦେଖୁଥିଲେ ଏବଂ ଅନ୍ୟ ସବୁ ଅଫିସର ଯେସବୁ ଅଛନ୍ତି ଓଡ଼ିଶାରେ ଏବଂ ଦେଶରେ, ଏବଂ ଯେହେତୁ ଏଇଟା ଓଡ଼ିଶାର କଥା, ମୁଁ ଓଡ଼ିଶା ବିଷୟରେ କହୁଛି ଯେ ଓଡ଼ିଶାରେ ଯେତେ ସବୁ ଅଫିସର ଅଛନ୍ତି କି ବଡ଼ ବଡ଼ ମନ୍ତ୍ରୀ ଅଛନ୍ତି, ସେମାନେ କ'ଣ ଏତେ ସାଧୁ, ଏତେ ନିରୀହ? ସେମାନଙ୍କ ବିରୋଧରେ କୌଣସି ଆକ୍ସନ୍ ନିଆଯାଉ ନାହିଁ? ଦେଖନ୍ତୁ ଦର୍ଶକ ବନ୍ଧୁ, ଯେମିତି ଆପଣ ଦେଖନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ, ମାନେ ଏଇସବୁ ଯେଉଁ ଆପଣ ଶୁଣିଥିବେ ଓଡ଼ିଶାରେ ଏଇଟା ପ୍ରହେଳିକା, ଠିକ୍ ସେଇଭଳି ଯଦି ଆପଣ ତଦନ୍ତ କରିବେ ଓଡ଼ିଶାରେ, ତ ଏଇଭଳି ନାନା ପ୍ରକାରର ବଡ଼ ବଡ଼ ମନ୍ତ୍ରୀ, ବଡ଼ ବଡ଼ ପଦବୀର ଲୋକ ବାହାରିବେ, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିପାରେ। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଏଇସବୁ କଥା ସାଧାରଣରେ ସମସ୍ତେ ଜାଣନ୍ତି କି ବହୁତରୁ ବହୁତ ବଡ଼ ବଡ଼ ମନ୍ତ୍ରୀ, ପଦବୀର ଅଫିସରମାନେ ଦେହ ବ୍ୟବସାୟରେ ସାମିଲ ଥାଉଛନ୍ତି ଏବଂ ନିଜ ହୋଟେଲକୁ ଡାକିକି ଝିଅମାନଙ୍କୁ ନାନା ପ୍ରକାରର ଖେଳ କରନ୍ତି। ବୋଲେ ଏ କଥା ମାନେ ମୁଁ କହୁନି, ଏ କଥା ସମସ୍ତେ ଜାଣିଛନ୍ତି ଦର୍ଶକ ବନ୍ଧୁ। ତ ମୋ କହିବା କଥା ଦର୍ଶକ ବନ୍ଧୁ, ଯେ ଗୋଟିଏ ଅଫିସରକୁ ଆପଣ ନିଲମ୍ବନ କରିଦେଇ, ସସ୍ପେଣ୍ଡ କରିଦେଇକି ଆପଣ କହୁଛନ୍ତି କି ଆମେ ସରକାର ବହୁତ ସଂସ୍କୃତିକୁ ମାନେ, ଆମ ଓଡ଼ିଆ ସଂସ୍କୃତିକୁ ମାନୁଛୁ, ହିନ୍ଦୁ ସଂସ୍କୃତିକୁ ମାନୁଛୁ ଏବଂ ବାହା କରିନେଲେ କୌଣସି ଲାଭ ନାହିଁ। କାରଣ ଯଦି ଆପଣଙ୍କର ଏତେ ଇଚ୍ଛା ସରକାରଙ୍କର, ତାହେଲେ ସରକାର ପ୍ରଥମେ ମନ୍ତ୍ରୀମାନଠୁ ଆରମ୍ଭ କରିକି ଅଫିସର ଯାଏଁ ସମସ୍ତଙ୍କର ବି ତଦନ୍ତ କରିବା ଦରକାର କି ସେମାନେ କ'ଣ କରୁଛନ୍ତି, କ'ଣ ନାହିଁ। କଥା ହେଉଛି କ'ଣ ନା, ଏହି ଉପଜିଲ୍ଲାପାଳକୁ ଭୁଲ କରିଦେଲେ କ'ଣ ନା, ସିଏ ସମସ୍ତଙ୍କ ଆଗରେ ଏହି ଅଶ୍ଳୀଳ ନୃତ୍ୟ ଦେଖିଲେ ଝିଅ ଜଣଙ୍କର, ସେଇଟା ହିଁ ତାଙ୍କର ବଡ଼ ବାସ୍ତବ ବଡ଼ ଭୁଲ। ନହେଲେ এইଭଳି ନାନା ପ୍ରକାର ଅଫିସର, ନାନା ପ୍ରକାର ମନ୍ତ୍ରୀ ଭିତରେ ବହୁତ ଖେଳ କରୁଛନ୍ତି। କଥାଟା ଆଉ ସେମାନଙ୍କ ଖେଳଟା ଜଣାପଡ଼ୁନି କି ଲୋକଲୋଚନକୁ ଆସୁନି। ତା ଛଡ଼ା ଏଇ କଥାଟା ବି ଲୋକଲୋଚନ ଆସିନଥାନ୍ତା। ଆସିଲା କେମିତି? ଯେହେତୁ ଭିଡ଼ିଓଟା ଭାଇରାଲ୍ ହେଲା ସୋସିଆଲ ମିଡ଼ିଆରେ, ଯେହେତୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍ ହେଲା, ତ ତାଙ୍କ ଉପରେ, ବଡ଼ ବଡ଼ ବାବୁମାନଙ୍କ ଉପରେ ଏହା ପ୍ରେସର ପଡ଼ିଲା କି ଆପଣ ଉପଜିଲ୍ଲାପାଳକୁ ନିଲମ୍ବନ କରନ୍ତୁ ବୋଲି। ସେଥିପାଇଁ ଗୋଟେ ଆଖି ଦୃଶିଆ ଲୋକଙ୍କୁ ଭୟ କରିକି, ଲୋକଙ୍କୁ ଡରିକି ଏକ ପ୍ରକାର ନିଷ୍ପତ୍ତି ନିଆଗଲା କ'ଣ ନା, ଉପଜିଲ୍ଲାପାଳ ସସ୍ପେଣ୍ଡ ବୋଲି, ନହେଲେ ଆଉ କିଛି ନୁହଁ। ଦର୍ଶକ ବନ୍ଧୁ, ମୁଁ ଏ ଭିଡ଼ିଓରେ କେବଳ ଏତିକି କହିଦେବାକୁ ଚାହେଁ କି ତଦନ୍ତଟା ଗୋଟେ ଦିଗରେ ନ ହୋଇକି ଚାରିଆଡ଼କୁ ସବୁ ଜଣାପଡ଼ିଯିବ କି କେତେ ନିରୀହ କି କେତେ ସାଧୁ। କାରଣ ଏମିତିରେ ତ ବହୁତ ଲୋକ ଅଛନ୍ତି ସାଧୁ ବୋଲି ଦେଖାଯାଉଛନ୍ତି, କିନ୍ତୁ ଭିତରେ ବହୁତ କଳା, ଅର୍ଥାତ୍ ଭିତରେ କୁକର୍ମ, ପାପ ତାଙ୍କ ଦେହରେ ଲୁଚିକି ରହିଛି। ଦର୍ଶକ ବନ୍ଧୁ, ମୁଁ ଏଇଠି ଶେଷରେ କେବଳ ଏ ଭିଡ଼ିଓ ଶେଷ କରିବା ପରେ କେବଳ ଗୋଟେ କଥା କହି ରଖିବାକୁ ଚାହେଁ କି ଅଶ୍ଳୀଳ ନୃତ୍ୟ ହେଉ କି ଅଶ୍ଳୀଳ ନାଚ ଦେଖିବା ତ ବହୁତ ଖରାପ, କିନ୍ତୁ କେବଳ ଯେ ଜଣେ ଦୁଇ ଜଣଙ୍କୁ ଆରେଷ୍ଟ କରିଦେଇକି ବାହା ନେଇଗଲେ କିଛି ଲାଭ ନାହିଁ। ସମସ୍ତ ବଡ଼ ବଡ଼ ପଦବୀର ଲୋକମାନଙ୍କ ଉପରେ ମଧ୍ୟ ଏଭଳି ତଦନ୍ତ ଏବଂ ଆକ୍ସନ୍ ହେବା ଜରୁରୀ। ତ ଦର୍ଶକ ବନ୍ଧୁ, ମୁଁ ଏଇଠି ଟପିକ୍ଟି ଶେଷ ରଖୁଛି। ଆପଣଙ୍କୁ ଏ ଭିଡ଼ିଓଟି ଆଜି କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ମୋର ନମସ୍କାର।